ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ ମୋ ଦେଶ ମୋ ଦାୟିତ୍ୱ। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗଢ଼ା ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ବିଚାରକ ମଣ୍ଡଳୀ ଓ ମୋର ପ୍ରତିଯୋଗୀ ଭାଇ ଓ ଭଉଣୀମାନେ, ଆଜିର ଏହି ଭବ୍ୟ ଆୟୋଜିତ ସଭାରେ ଆଲୋଚ୍ୟର ବିଷୟବସ୍ତୁ ହେଉଛି ମୋ ଦେଶ ମୋ ଦାୟିତ୍ୱ। ମୁଁ ଉକ୍ତ ବିଷୟରେ ମୋର ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରୁଛି। ଆମେ ସମସ୍ତେ କହୁଛେ ଭାରତ ମୋ ଦେଶ, କିନ୍ତୁ ଏହା କେବଳ ଭାଷାରେ କହିଲେ ଦେଶ ପ୍ରେମ ସରିଯାଏ ନାହିଁ। ଜନ୍ ଏଫ୍ କେନେଡି କହିଥିଲେ, ଦେଶ ପାଇଁ ତୁମେ କ'ଣ କରିଛ ତାହା ପଚାର ନାହିଁ, ବରଂ ତୁମେ ଦେଶ ପାଇଁ କ'ଣ କରିପାରିବ ତାହା ପଚାର। ଜଣେ ଭଲ ନାଗରିକ ହେବା ପାଇଁ ଆମକୁ ବଡ଼ ବଡ଼ କାମ କରିବା ଆବଶ୍ୟକ ନାହିଁ। ଯଦି ଜଣେ ଛାତ୍ର ନିଷ୍ଠାର ସହ ପାଠ ପଢୁଛି, ଜଣେ ଡାକ୍ତର ସେବା କରୁଛନ୍ତି କିମ୍ବା ଜଣେ ସଫେଇ କର୍ମଚାରୀ ନିଜ କାମ ଠିକ ଭାବେ କରୁଛନ୍ତି, ତେବେ ସେମାନେ ନିଜ ଦାୟିତ୍ୱ ଠିକ ଭାବେ ତୁଲାଉଛନ୍ତି। ଦେଶର ସରକାରୀ ସମ୍ପତ୍ତି, ଟ୍ରେନ, ବସ୍, ଉଦ୍ୟାନ ଓ ଐତିହ୍ୟ ସ୍ଥଳୀର ସୁରକ୍ଷା କରିବା ଆମର ପରମ କର୍ତ୍ତବ୍ୟ। ପରିବେଶକୁ ସ୍ୱଚ୍ଛ ରଖିବା ଓ ବୃକ୍ଷରୋପଣ କରିବା ମଧ୍ୟ ଦେଶ ଗଠନରେ ଏକ ବଡ଼ ସହାୟତା। ଜଣେ ସୁନାଗରିକ ସବୁବେଳେ ଦେଶର ସମ୍ବିଧାନ ଓ ନିୟମକୁ ସମ୍ମାନ ଦିଏ। ଟ୍ରାଫିକ ନିୟମ ମାନିବା ଠାରୁ ଆରମ୍ଭ କରି ଟିକସ ଦେବା ପର୍ଯ୍ୟନ୍ତ ସବୁକିଛି ଆମ ଦାୟିତ୍ୱ ମଧ୍ୟରେ ଆସେ। ଜାତି, ଧର୍ମ, ବର୍ଣ୍ଣ ଭେଦଭାବ ଭୁଲି ପରସ୍ପରକୁ ସହଯୋଗ କରିବା ଏବଂ ଶାନ୍ତି ବଜାୟ ରଖିବା ହେଉଛି ମୋ ଦେଶ ପାଇଁ ମୋର ସବୁଠୁ ବଡ଼ ଦାୟିତ୍ୱ। ଦେଶ କେବଳ ମାଟି, ପଥର କିମ୍ବା ମାନଚିତ୍ରରେ ଗଢ଼ା ହୋଇନଥାଏ। ଦେଶ ଗଢ଼ା ହୋଇଥାଏ ତାର ନାଗରିକମାନଙ୍କୁ ନେଇ। ଯଦି ଆମେ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା, ତେବେ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱ ଦରବାରରେ ପରିଚିତ ହେବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମୁଁ ବଦଳିଲେ ଦେଶ ବଦଳିବ, ଏହି ସଂକଳ୍ପ ନେଇ ଆସନ୍ତୁ ଆଗକୁ ବଢିବା। ଅଧିକାର ଠାରୁ କର୍ତ୍ତବ୍ୟ ବଡ଼। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ପିଲାମାନେ ଭାଷଣଟି ପସନ୍ଦ ଆସିଥିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ।